नोपलभे तांघ्रा भुष्माणं पत्युरच्यति आसीत् संविघ्न हृदया जूथ भ्रष्टा मृगी यथा যদা নোপলভে তাংঘ্রা পুষ্পাণম পত্যুরর। शब्दानुवाद ଯଦା ଯେତେବେଳେ ନ ନାହିଁ ଉପଲଭେତ ଅନୁଭବ କରିପାରିଲେ ଅଙ୍ଘ୍ରୌ ପାଦରେ ଉଷ୍ମାଣମ୍ ଉତ୍ତାପ ପତ୍ୟୁଃ ତାହାଙ୍କ ସ୍ୱାମୀଙ୍କର ଅର୍ଚ୍ଚତି ସେବା କରୁଥିବା ବେଳେ ଆସିତ୍ ସେ ହେଲେ ସଂବିଘ୍ନ ଉଦ୍ବିଗ୍ନ ହୃଦୟରେ ଯୂଥ ଭ୍ରଷ୍ଟା ସ୍ୱାମୀହୀନା ମୃଗୀ ମୃଗୀ ବା ହରିଣୀ ଯଥା ଯେପରି। ଅନୁବାଦ କିନ୍ତୁ ସେ ପତିର ଚରଣ ସେବା କରୁଥିବା ସମୟରେ ତାଙ୍କର ପାଦଦ୍ୱୟରେ ଉଷ୍ଣତା ଅନୁଭବ ନ କରି ଯୂଥଭ୍ରଷ୍ଟା ହରିଣୀ ସଦୃଶ ବ୍ୟାକୁଳ ହୋଇ ପଡ଼ିଲେ। ଶ୍ରୀଲ ପ୍ରଭୁପାଦଙ୍କର ଭାବାର୍ଥ ଶରୀର ମଧ୍ୟରେ ରକ୍ତ ସଞ୍ଚାଳନ ଓ ବାୟୁ ସଞ୍ଚାଳନ ବନ୍ଦ ହୋଇଗଲେ ବୁଝିବାକୁ ହେବ ଯେ ଆତ୍ମା ଶରୀର ଛାଡ଼ି ଚାଲି ଯାଇଅଛି। ହସ୍ତ ଓ ପାଦ ଉଷ୍ଣତାହୀନ ହୋଇଗଲେ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଇଛି ବୋଲି ବୁଝିବାକୁ ହେବ। ଶରୀର ଜୀବିତ ଅଛି କି ମୃତ ହୋଇଛି କିପରି ଜଣାଯିବ? ଯଦି ହୃତ୍ସ୍ପନ୍ଦନ ବନ୍ଦ ହୋଇଯାଇଥିବ ଏବଂ ହସ୍ତ ଓ ପଦ ଶୀତଳ ହୋଇଯାଇଥିବ ତାହେଲେ ବୁଝିବାକୁ ହେବ ଯେ ଶରୀର ମୃତ ହୋଇଯାଇଛି। ଯଦା ନୋପଲଭେ ତାଙ୍ଘ୍ରା ପୁଷ୍ପାଣଂ ପତ୍ୟୁରଚ୍ଛତି आसीत् संविघ्न हृदया ଯୂଥ ଭ୍ରଷ୍ଟା ମୃଗୀ ଯଥା। କିନ୍ତୁ ସେ ପତିର ଚରଣ ସେବା କରୁଥିବା ସମୟରେ ତାଙ୍କର ପାଦଦ୍ୱୟରେ ଉଷ୍ଣତା ଅନୁଭବ ନ କରି ଯୂଥଭ୍ରଷ୍ଟା ହରିଣୀ ସଦୃଶ ବ୍ୟାକୁଳ ହୋଇ ପଡ଼ିଲେ। ତ ରାଜା ମଳୟଧ୍ୱଜ ଯିଏକି ବିଦର୍ଭ ରାଜାଙ୍କର କନ୍ୟାଙ୍କୁ ବିବାହ କରିଛନ୍ତି, ବିଦର୍ଭୀ ତାଙ୍କର ନାମ ହଉଛି ବିଦର୍ଭୀ, ଏବଂ ସେ ବିଦର୍ଭୀ ଯିଏକି ମଳୟଧ୍ୱଜଙ୍କର ସେବା କରିଛନ୍ତି। ଏକ ଆଦର୍ଶ ପତ୍ନୀ ହିସାବରେ ପତିଙ୍କର ସେବା କରିବା ହେଉଛି ଏକ ପତ୍ନୀର ଧର୍ମ। ତେଣୁ ସେ ସେବା କରିଛନ୍ତି ଏଭଳି ଭାବରେ ଯେ ଯେତେବେଳେ ତାଙ୍କ ସ୍ୱାମୀ ମଧ୍ୟ ବାନପ୍ରସ୍ଥ ଆଶ୍ରମରେ ପ୍ରବେଶ କଲେ ସେତେବେଳେ ମଧ୍ୟ ସେ ତାଙ୍କର ଅନୁଗାମିନୀ ହେଲେ। ଏକ ପତ୍ନୀର କର୍ତ୍ତବ୍ୟ ହେଉଛି ସବୁବେଳେ ପତିଙ୍କ ସହିତ ରହିବା। ଆମେ ଏଟା ବାରମ୍ବାର କହିଛେ, ଗୋଟେ ସ୍ତ୍ରୀ ସଦାସର୍ବଦା ପୁରୁଷ ଆନୁଗତ୍ୟରେ ରହିବା ଉଚିତ। ସ୍ତ୍ରୀଟା ଯେତେବେଳେ ପୁରୁଷ ଆନୁଗତ୍ୟରେ ରହିବ ତାର ଜନ୍ମ ସଫଳ ହେବ। ଯେତେବେଳେ ସେ ପୁରୁଷର ଆନୁଗତ୍ୟକୁ ସ୍ୱୀକାର ନ କରିବ ସେତେବେଳେ ହିଁ ତା ପାଇଁ ବିପଦକୁ ସେ ଆମନ୍ତ୍ରଣ କରିବ। ଆଉ ଏହା ହିଁ ବର୍ତ୍ତମାନ ସମାଜରେ ଦେଖାଯାଉଛି। ସାଧାରଣତଃ ସ୍ତ୍ରୀ ମାନେ ଆଉ ପୁରୁଷର ଆନୁଗତ୍ୟକୁ ସ୍ୱୀକାର କରୁନାହାନ୍ତି। ସବୁ ସମୟରେ କୁହାଯାଇଛି ଯେ ଗୋଟେ ସ୍ତ୍ରୀଟେ ସଦାସର୍ବଦା ପୁରୁଷର ସୁରକ୍ଷା ମଧ୍ୟରେ ରହିବା ଉଚିତ। ଏଇଟା ହେଉଛି ତା ପାଇଁ, ତାର ଭବିଷ୍ୟତ ପାଇଁ ମଙ୍ଗଳ, ସବୁବେଳେ ତା ପାଇଁ ମଙ୍ଗଳ। ବିଶେଷ କରି ଗୋଟେ ସ୍ତ୍ରୀଟିଏ ସିଏ ଗର୍ଭଧାରଣ କରୁଛି, ପୁରୁଷକୁ ଗର୍ଭଧାରଣ କରିବାର ଶକ୍ତି ଭଗବାନ ଦେଇନାହାନ୍ତି। ତେଣୁ ଯେତେବେଳେ ଗର୍ଭଧାରଣ ସେ କରୁଛି ସେ ଗର୍ଭର ସନ୍ତାନ
ଏକ ଉପଯୁକ୍ତ ସନ୍ତାନ ବା ଏକ ଉତ୍ତମ ସନ୍ତାନ ହବ ଯଦି ସ୍ତ୍ରୀଟି ସୁରକ୍ଷିତ ହେଇ ରହ। ଯଦି ସ୍ତ୍ରୀ ପଥଭ୍ରଷ୍ଟା ହେଇଯାଏ, ଯଦି ସ୍ତ୍ରୀ ଅସତୀ ହେଇଯାଏ, ତାହେଲେ ସେ ସନ୍ତାନଟି କଣ ହବ? ସେ ସନ୍ତାନଟି ବର୍ଣ୍ଣ ଶଙ୍କର ହବ, ଯାହାକି ଭଗବତ ଗୀତାର ପ୍ରଥମ ଅଧ୍ୟାୟରେ ଅର୍ଜୁନ ସ୍ୱୀକାର କରିଛନ୍ତି। ଶଙ୍କର ନରକା ଏବ କୁଳଘ୍ନାନାଂ କୁଳସ୍ୟ ଚ ଫତନ୍ତି ପୀତର ହେସା ଲୁପ୍ତ ପିଣ୍ଡୋଦକ କ୍ରିୟା। ଅନାବଶ୍ୟକ ଶିଶୁ, ଶଙ୍କରକୁ ଅନାବଶ୍ୟକ ଶିଶୁ ବୋଲି କୁହାଯାଉଛି। ନରକା ଏବ, ଯୋଉ ଅନାବଶ୍ୟକ ଶିଶୁ ମାନେ ସମାଜରେ ସୃଷ୍ଟି ହଉଛନ୍ତି, ସେମାନେ ଏଇ ସମାଜରେ ନର୍କ ପରିସ୍ଥିତି ସୃଷ୍ଟି କରୁଛନ୍ତି। ସମାଜରେ ନାନା ପ୍ରକାର ବିଶୃଙ୍ଖଳା ସେମାନେ ସୃଷ୍ଟି କରୁଛନ୍ତି, ଯୋଉଥିପାଇଁ ପତି ଆଉ ପତ୍ନୀଙ୍କର ଯେତେବେଳେ ମନମାଳିନ୍ୟ ହଉଛି, ବା ପତି ପତ୍ନୀଙ୍କ ସହିତ ରହିପାରୁନି, ବା ପତ୍ନୀ ପତିଙ୍କ ସହିତ ରହିପାରୁନାହିଁ, ପତ୍ନୀ ଅନ୍ୟ ଏକ ପୁରୁଷ ସହିତ ସମ୍ପର୍କ ରକ୍ଷା କରୁଛି, ବା ପତି ଏକ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରକ୍ଷା କରୁଛି, ତାର ଔରସରେ ଯୋଉ ସନ୍ତାନ ସୃଷ୍ଟି ହଉଛନ୍ତି ସେମାନେ ବର୍ଣ୍ଣ ଶଙ୍କର ହଉଛନ୍ତି, ଅନାବଶ୍ୟକ ସନ୍ତାନ, ଯାହାକୁ ଇଂରାଜୀରେ କୁହାଯାଏ ବାଷ୍ଟାର୍ଡ ଚାଇଲ୍ଡ। ତେଣୁ ଏଇ ଯୋଉ ବାଷ୍ଟାର୍ଡ ଚାଇଲ୍ଡ ମାନେ ହିଁ ସମାଜରେ ନାନା ପ୍ରକାର ଉପଦ୍ରବ ସୃଷ୍ଟି କରୁଛନ୍ତି, ଯୋଉଥିପାଇଁ ପରବର୍ତ୍ତୀ ସମୟରେ ଏମିତି ସମୟ ଆସିବ ପିଣ୍ଡ ପାଣି ପ୍ରଥାଟା ଲୋପ ପାଇଯିବ। ଯୋଉ ବାର୍ଷିକ ପିଣ୍ଡ ପାଣି ପ୍ରଥା ପିତୃ ଉଦ୍ଦେଶ୍ୟରେ ଯୋଉ ପିଣ୍ଡ ପାଣି ଦିଆଯାଉଛି ସେଟା ଉଠିଯିବ, ଆଉ ରହିବ ନାହିଁ। କାରଣ ତ ସବୁ ଯୋଉ ସନ୍ତାନ ମାନେ ଆସିବେ ସେମାନେ ତ କୌଣସି ଉପଯୁକ୍ତ ପିତା ଔରସରେ ଆସିନାହାନ୍ତି, ସେମାନେ କଣ ପିଣ୍ଡ ପାଣି ପ୍ରଦାନ କରିବେ? ଯେମିତି ବିଦେଶରେ ବର୍ତ୍ତମାନ ହେଇଛି, ଫରେନ୍ କଣ୍ଟ୍ରିରେ ଯୋଉଭଳି ଭାବରେ ପିଣ୍ଡ ପାଣି ପ୍ରଥା ବାର୍ଷିକ ଏସବୁ କଣ ସେମାନଙ୍କୁ ସ୍ୱପ୍ନରୁ ଉଠିଲା ଭଳି ଲାଗିବ ଏ କଥା କହିଲେ, ସେମାନେ ଏ ବିଷୟରେ ଜାଣିନାହାନ୍ତି। ତେଣୁ ଭାରତରେ ମଧ୍ୟ ସେଇ ଅବସ୍ଥା ବର୍ତ୍ତମାନ ପ୍ରବେଶ କରୁଛି। ତେଣୁ ସେଥିପାଇଁ କୁହାଯାଇଛି ସର୍ବଦା ଗୋଟେ ପତ୍ନୀଟିଏ ସିଏ ତାର ସ୍ୱାମୀର ଆନୁଗତ୍ୟ। ଏଇ ଦେଖନ୍ତୁ ବର୍ତ୍ତମାନ ଆମର ଶ୍ରୀମଦ୍ ଭାଗବତରେ ଆମେ ବର୍ତ୍ତମାନ ପଢୁଛେ ଯେ ଯୋଉ ବିଦର୍ଭୀ ଯିଏକି ବିବାହ କରିଥିଲେ ରାଜା ମଳୟଧ୍ୱଜଙ୍କୁ, ଶେଷ ସମୟ ପର୍ଯ୍ୟନ୍ତ ସେ ତାଙ୍କ ପାଖରେ ରହିଛନ୍ତି। ଏପରିକି ବାନପ୍ରସ୍ଥ ଆଶ୍ରମରେ ତାଙ୍କର ସେବା କରିଛନ୍ତି। ଏହାର ପୂର୍ବ ଶ୍ଲୋକରେ କୁହାଯାଇଛି କିଭଳି ଭାବରେ ଏଭଳି ଭାବରେ ସେବା କରିଛନ୍ତି, ତାଙ୍କ ଶରୀରକୁ ଯତ୍ନ ମଧ୍ୟ ସେ ନେଇନାହାନ୍ତି। ତାଙ୍କ କେଶ ମଧ୍ୟ ଜଟା ହେଇଯାଇଛି, ସେ କେଶ ପ୍ରସାଧନ କରିପାରି ନାହାନ୍ତି। ତାଙ୍କ ଶରୀର ସ୍ୱାସ୍ଥ୍ୟ ମଧ୍ୟ ସେ ଠିକ ଭାବରେ ରଖିପାରୁନାହାନ୍ତି। ତାଙ୍କ ସ୍ୱାମୀଙ୍କର ସେବାରେ ସେ ଏଭଳି ଭାବରେ ତଲ୍ଲୀନ ହେଇଛନ୍ତି। ଏବଂ ଶେଷ ସମୟରେ ଯେତେବେଳେ ସେ ଅନୁଭବ କରୁଛନ୍ତି ସ୍ୱାମୀ ତାଙ୍କର କଥା କହୁନାହାନ୍ତି, ସେତେବେଳେ ତାଙ୍କର ସେ ସ୍ୱାମୀଙ୍କର ପାଦକୁ ଚିପି ଦେବା ଅବସ୍ଥାରେ ସେ ଅନୁଭବ କରୁଛନ୍ତି ଯେ ତାଙ୍କର ପାଦ ଆସ୍ତେ ଆସ୍ତେ ଶୀତଳ ହେଇଯାଉଛି। ଶୀତଳ ହବା ଅର୍ଥ ରକ୍ତ ସଞ୍ଚାଳନ, ବାୟୁ ସଞ୍ଚାଳନ ବନ୍ଦ ହେଇଯାଉଛି। ଯେତେବେଳେ ଶରୀର ମଧ୍ୟରୁ ଆତ୍ମାଟା ଚାଲିଯାଏ, ଏ ଶରୀର ମଧ୍ୟରୁ ଯେତେବେଳେ ଆତ୍ମା ଚାଲିଯାଏ, ସେତେବେଳେ ଏ ଶରୀରଟା ନିଷ୍ପ୍ରାଣ ହେଇଯାଏ, ପ୍ରାଣହୀନ। ହଁ, ଖୁବ ସୁନ୍ଦର ଭାବରେ ଭକ୍ତି ବିନୋଦ ଠାକୁର କହିଛନ୍ତି, ଯେଉଁ ଚକ୍ଷୁ ଦ୍ୱାରା ବିଭିନ୍ନ ବସ୍ତୁକୁ ଆମେ ଦର୍ଶନ କରୁଥିଲେ, ତୀର୍ଥସ୍ଥାନ ପରିବ୍ରାଜନ କରିକି ମନ୍ଦିର ମାନଙ୍କରୁ ଯାଇ ଭଗବାନଙ୍କର ବିଗ୍ରହ ଦର୍ଶନ କରୁଥିଲେ, ଯୋଉ ଚକ୍ଷୁ ଦ୍ୱାରା ବିଭିନ୍ନ ବସ୍ତୁ ଆମେ ଦର୍ଶନ କରୁଥିଲେ, ବର୍ତ୍ତମାନ ସେଇ ଚକ୍ଷୁଟି ଗୋଟେ ପୁତ୍ତଳିକାର ଚକ୍ଷୁ ସଦୃଶ ହେଇଯାଇଛି। ପୁତ୍ତଳିକାର ଅର୍ଥ କଣ? ପୁତ୍ତଳିକାର ଅର୍ଥ ହଉଛି କଣ୍ଢେଇ। କଣ୍ଢେଇ ଚକ୍ଷୁଟା କଣ ସବୁବେଳେ ଗୋଟି ମାନେ ସିଏ ସେମିତି ଅନେଇଥିବ, ସେ ଚକ୍ଷୁ ପଲକ ପଡିବନି, ପତା ପଡିବନି। ସେମିତି ଜଣେ ମୃତ୍ୟୁ ବରଣ କରିଲା ପରେ ତାର ଅବସ୍ଥା ମଧ୍ୟ ସେଇଭଳି ହେଇଯାଏ। ତା ପତାଟାକୁ ଟାଣି ଦିଆଯାଏ, ତା ପତାଟାକୁ ଟାଣିକି ପକେଇ ଦିଆଯାଏ, ଆପେ ଆଖି ପତା ପଡିବ ନାହିଁ, ସେମିତି ଚାହିଁଥିବ, ନିର୍ବାକ ହେଇକି ଚାହିଁଥିବ। ସେଇଭଳି ଯୋଉ କର୍ଣ୍ଣ ଦ୍ୱାରା ଆମେ ବିଭିନ୍ନ କଥା ଶ୍ରବଣ କରୁଥିଲେ, ସ୍ତ୍ରୀ କଥା ଶ୍ରବଣ କରୁଥିଲେ, ପିତାଙ୍କର କଥା ଶ୍ରବଣ କରୁଥିଲେ, ପୁତ୍ରଙ୍କର କଥା ଶ୍ରବଣ କରୁଥିଲେ, କେତେ ସୁନ୍ଦର ସଙ୍ଗୀତ ଶ୍ରବଣ କରୁଥିଲେ, ସେଇ କର୍ଣ୍ଣ ଆଜି ମଧ୍ୟ ନିସ୍ତବ୍ଧ ହେଇଯାଇଛି। ଯୋଉ ଜିହ୍ବା ଦ୍ୱାରା ଆମେ ବହୁ ଖାଦ୍ୟ ଆସ୍ୱାଦନ କରୁଥିଲେ, କେତେ ସୁସ୍ୱାଦୁ ଖାଦ୍ୟ ଆମେ ଆସ୍ୱାଦନ କରୁଥିଲେ, ସେ ଜିହ୍ବା ଆଉ କୌଣସି ପ୍ରକାର କାର୍ଯ୍ୟ କରୁନି। ଯୋଉ ନାସିକା ଦ୍ୱାରା ଆମେ ବିଭିନ୍ନ ବସ୍ତୁକୁ ଆଘ୍ରାଣ କରୁଥିଲେ, ସେ ନାସିକା ମଧ୍ୟ ଆଜି ଆଉ କାର୍ଯ୍ୟ କରୁନି। ସେ ନାସିକାରେ ବର୍ତ୍ତମାନ ପାଣି ଗଳିବା ଆରମ୍ଭ କରୁଛି, କାରଣ ରକ୍ତ ପାଣି ହେଇଯାଇଛି। ରକ୍ତ ସଞ୍ଚାଳନ ଯଦି ବନ୍ଦ ହେଇଯାଉଛି, ବାୟୁ ସଞ୍ଚାଳନ ବନ୍ଦ ହେଇଯାଉଛି, ସେତେବେଳେ ରକ୍ତଟା ପାଣି ଫାଟି, ଯୋଉ ରକ୍ତଟା ଲୋହିତ ରକ୍ତ କଣିକା ଯାହା କୁହାଯାଇଛି, ସେ ଲୋହିତଟା ଜଳ ହେଇଯାଉଛି। ତେଣୁ ଏଇଭଳି ଏଇ ଶରୀରର ଏ ପ୍ରକାର ଅବସ୍ଥା ହଉଛି। ତେଣୁ ସେ ଶରୀରକୁ ଯେତେବେଳେ ଦେଖିଛନ୍ତି ତାଙ୍କର ପତ୍ନୀ, ସେତେବେଳେ ସେ ଭାବୁଛନ୍ତି ଯେ ବର୍ତ୍ତମାନ ମୋ ସ୍ୱାମୀଙ୍କର ଶରୀରରେ ଆଉ ଆତ୍ମା ନାହିଁ, ପ୍ରାଣହୀନ ଶରୀର। ସେତେବେଳେ ତାଙ୍କର ଯାହା କୁହାଯାଏ ଯୂଥଭ୍ରଷ୍ଟା ମୃଗ। ଯୂଥଭ୍ରଷ୍ଟା ମୃଗ ମାନେ ଗୋଟେ ଦଳ ଭିତରେ ଗୋଟେ ମୃଗଟେ ଯାଉଛି, ମୃଗୀ ମାନେ ମାଇ ହରିଣୀ। ମାଇ ହରିଣୀ ତାର ସ୍ୱାମୀ ସହିତ ଏବଂ ଅନ୍ୟ ଦଳ ମାନଙ୍କ ସହିତ, ଅନ୍ୟ ମୃଗ ମାନଙ୍କ ସହିତ ରାସ୍ତାରେ ଯାଉଛନ୍ତି, କିନ୍ତୁ କୌଣସି କାରଣବଶତଃ
ମୃଗୀଟି ପଥଭ୍ରଷ୍ଟ ହେଇଯାଇଛି, ମାନେ ତାର ଦଳ ସେମାନେ ଆଗକୁ ପଳେଇଛନ୍ତି, ଆଉ ଇଏ ଏକା ରହିଯାଇଛି। ଏକା ରହିଲା ପରେ ତାର ଯୋଉ ଅବସ୍ଥା, ସେ ଖୋଜୁଛି କୁଆଡେ ଗଲେ ମୋର ସ୍ୱାମୀ, କୁଆଡେ ଗଲେ ମୋର ଦଳ, ଯୋଉ ମୃଗ ଦଳ ସେମାନେ ସବୁ କୁଆଡେ ଗଲେ, ମୁଁ କେମିତି ପାଇବି। ତାର ଯୋଉ ଅବସ୍ଥା ବର୍ତ୍ତମାନ ସେଇ ପତ୍ନୀର ସେଇ ଅବସ୍ଥା ହେଇଛି। ଜଙ୍ଗଲ ମଧ୍ୟରେ ସ୍ୱାମୀ ନାହାନ୍ତି ବର୍ତ୍ତମାନ। ସ୍ୱାମୀଙ୍କର ବ୍ୟତୀତ ଗୋଟେ ସ୍ତ୍ରୀର ଜୀବନ ହଉଛି ନିଷ୍ପ୍ରୟୋଜନ, ଯାହା କୁହାଯାଏ, କିଛିର ଆବଶ୍ୟକତା ନାହିଁ। ଆମେ ଆଗରୁ କହିଛୁ ଯେ ଗୋଟେ ସ୍ୱାମୀ ଚାଲିଗଲା ପରେ ସ୍ତ୍ରୀ ସତୀଦାହ ପ୍ରଥା ଥିଲା ପୂର୍ବ କାଳରେ। ସ୍ୱାମୀର ଚିତାଗ୍ନିରେ ସ୍ତ୍ରୀ ତାର ଶରୀରକୁ ଝାସ ଦଉଥିଲା, ସ୍ୱତଃପ୍ରବୃତ୍ତ ଭାବରେ ସତୀ ହେଇଯାଆନ୍ତି। ମାନେ ସତୀ ମାନେ ସ୍ୱାମୀ ସହିତ ନିଜକୁ ଚିତାଗ୍ନିରେ ଝାସ ଦିଅନ୍ତି। କାହିଁକି ନା ସ୍ୱାମୀକୁ କୁହାଯାଇଛି ସହଧର୍ମିଣୀ। ହଁ, ସେ ଧର୍ମ କାର୍ଯ୍ୟରେ, ସ୍ୱାମୀଙ୍କ ଧର୍ମ କାର୍ଯ୍ୟରେ ସେ ସହାୟତା ପ୍ରଦାନ କରିବ। ତେଣୁ ସେଥିପାଇଁ ସ୍ୱାମୀ ଯେତେବେଳେ ଚାଲିଯାଉ, ସ୍ୱାମୀ ଯେତେବେଳେ ମୃତ୍ୟୁବରଣ କରୁଛି, ସ୍ତ୍ରୀର କାର୍ଯ୍ୟ କଣ? ତେଣୁ ସ୍ତ୍ରୀ ତା ସ୍ୱାମୀ ସହିତ ଅନୁଗାମିନୀ ହବ। ଉପଯୁକ୍ତ ପତ୍ନୀ ଯିଏ ବା ଆଦର୍ଶ ପତ୍ନୀ ଯିଏ ସ୍ୱାମୀଙ୍କର ସହଗାମିନୀ ହବ। ସବୁ ସମୟରେ ସ୍ୱାମୀ ସହିତ ସେ ରହିବ। ମରିଗଲା ପରେ ମଧ୍ୟ ମୁଁ ସ୍ୱାମୀଙ୍କ ସହିତ ଯିବି। କିନ୍ତୁ ବର୍ତ୍ତମାନ ଯୋଉ ସଭ୍ୟତା ଅଗ୍ରଗତି ନାମରେ, ସଭ୍ୟତାର ଅଗ୍ରଗତି ନାମରେ ବର୍ତ୍ତମାନ ଏ ପ୍ରକାର ଅବସ୍ଥା ହେଇଛି। ସେତେବେଳେ ଯୋଉ ସମୟରେ ସତୀଦାହ ପ୍ରଥା ଥିଲା, ତାପରେ ପରେ ଆଉ ସ୍ତ୍ରୀ ଲୋକମାନେ ଆଉ ଚାହିଁଲେନି ସ୍ୱାମୀ ସହିତ ନିଜକୁ ଝାସ ଦେବା ପାଇଁ। ସେମାନେ କହିଲେ ଆମେ କାହିଁକି ଝାସ ଦେବୁ, କଣ ପାଇଁ ଆମେ ଝାସ ଦେବୁ? ଆମର ଭବିଷ୍ୟତ ଅଛି, ଆମର ଭବିଷ୍ୟତ ଜୀବନ ଅଛି। ଆମେ ଅନ୍ୟ ପୁରୁଷ ସହିତ ଆମେ ପୁରୁଷଙ୍କୁ ସ୍ୱାମୀ ରୂପରେ ଗ୍ରହଣ କରିବୁ। ତେଣୁ ଆମେ କାହିଁକି ତାଙ୍କ ସହିତ, ସେ ମରିଗଲା ମାନେ କଣ ଆମେ ମରିଛୁ? ନା। ଆମେ ବାରମ୍ବାର କହିଛୁ, ଚାଣକ୍ୟ ପଣ୍ଡିତଙ୍କର ଗୋଟେ ରହିଛି ନୀତି ଶିକ୍ଷା, ଯେ ଗୋଟେ ଗୃହରେ, ଗୋଟେ ପରିବାରରେ 4ଟି ଶତ୍ରୁ ଅଛନ୍ତି। 4 ପ୍ରକାର ଶତ୍ରୁ ଅଛନ୍ତି। ପ୍ରଥମ ଶତ୍ରୁ ହଉଛି ଯଦି ପୁତ୍ର ମୂର୍ଖ ହୁଏ। ଯଦି ପରିବାର ଭିତରେ ଗୋଟେ ପୁତ୍ରଟିଏ ମୂର୍ଖ ହୁଏ, ସେ ହଉଛି ପରିବାର ପାଇଁ ଶତ୍ରୁ। ଯଦି ପିତା ଋଣଗ୍ରସ୍ତ ହେଇଯାଆନ୍ତି, ତାହେଲେ ସେ ପରିବାର ପାଇଁ ଶତ୍ରୁ। ପିତା ଯଦି ଋଣଗ୍ରସ୍ତ ହେଇଥାନ୍ତି, ତାହେଲେ ସେ ପରିବାର ପାଇଁ ଶତ୍ରୁ। ଯଦି ସ୍ତ୍ରୀଟି ଦେଖିବା ପାଇଁ ସୁନ୍ଦରୀ, ସ୍ତ୍ରୀ ଯଦି ଦେଖିବା ପାଇଁ ସୁନ୍ଦରୀ, ତାହେଲେ ସେ ମଧ୍ୟ ପରିବାର ପାଇଁ ଶତ୍ରୁ ଏବଂ ସ୍ୱାମୀ ପାଇଁ ମଧ୍ୟ ସେ ଶତ୍ରୁ। କାରଣ ସେ ସ୍ୱାମୀଙ୍କ ସହିତ ସମ୍ପର୍କ ବାହାରକୁ ରକ୍ଷା କରି, କିନ୍ତୁ ଅନ୍ୟ ପୁରୁଷ ମାନଙ୍କ ସହିତ ସମ୍ପର୍କ, ଯାର ପୁରୁଷ ସହିତ ସମ୍ପର୍କ ରକ୍ଷା କରିବ ସେ। ତେଣୁ ସେ ମଧ୍ୟ ପରିବାର ପାଇଁ ଶତ୍ରୁ। ଏବଂ ସ୍ୱାମୀ ସହିତ ଗୋଟିଏ ସ୍ତ୍ରୀ ଯଦି ମନ ନ ମିଳେଇକି ଚାଲିପାରେ, ବା ମନ ନ ମିଳେଇଲା, ମନ ନ ମିଳିଲା, ମନ ନ ମିଶି ସବୁବେଳେ ମନମାଳିନ୍ୟ ହେଲା ଉଭୟ ପତି ପତ୍ନୀଙ୍କ ମଧ୍ୟରେ, ତାହେଲେ ସ୍ୱାମୀ ସ୍ତ୍ରୀ ପାଇଁ ଶତ୍ରୁ ଏବଂ ସ୍ତ୍ରୀ ମଧ୍ୟ ସ୍ୱାମୀ ପାଇଁ ଶତ୍ରୁ। ତାପରେ କୁହାଯାଇଛି, ସ୍ୱାମୀ ଥିବା ଅବସ୍ଥାରେ କୌଣସି ସ୍ତ୍ରୀ ଯଦି ଅନ୍ୟ ପୁରୁଷର ହାତ ଧରିକି ଚାଲିଯାଏ, ପୁତ୍ର କନ୍ୟା ଅଛନ୍ତି, ସ୍ୱାମୀ ଅଛନ୍ତି, ସ୍ତ୍ରୀଟି ଯଦି ଛାଡିକି ଚାଲିଯାଏ, ଅନ୍ୟ ପୁରୁଷର ହାତ ଧରେ, ତାହେଲେ ସିଏ ମଧ୍ୟ ଶତ୍ରୁ। ବର୍ତ୍ତମାନ ଦେଖାଯାଉଛି ଏହି ପ୍ରକାର ଅବସ୍ଥା, ଯେ ସ୍ୱାମୀ ଥିବା ଅବସ୍ଥାରେ ମଧ୍ୟ ସ୍ତ୍ରୀ ଛାଡି ଚାଲି ଯାଉଛି। ଆଉ ସ୍ୱାମୀ ଚାଲିଗଲା ପରେ କଣ କହିବା? ତେଣୁ ସେଥିପାଇଁ ସ୍ୱାମୀଙ୍କୁ ଭଗବାନ ସଦୃଶ ଜ୍ଞାନ କରିବା କଥା। ସ୍ତ୍ରୀ ଧର୍ମରେ ନାରଦ ମହର୍ଷି ଯୁଧିଷ୍ଠିର ମହାରାଜଙ୍କୁ କହିଛନ୍ତି। ସ୍ତ୍ରୀ ଧର୍ମ ସପ୍ତମ ସ୍କନ୍ଧ ଭାଗବତରେ କୁହାଯାଇଛି। ସ୍ତ୍ରୀର ଧର୍ମ ବିଷୟରେ ନାରଦ ମୁନି କହିଛନ୍ତି, to render service to the husband, to be always favorably disposed towards the husband, to be equally well disposed towards the husband relatives and friends, and to follow the vows of the husband. These are the 4 principles to be followed by women described as chaste. ସତୀ ସ୍ତ୍ରୀର ଲକ୍ଷଣ କଣ ସମ୍ପର୍କରେ ନାରଦ ମହର୍ଷି କହୁଛନ୍ତି ଯୁଧିଷ୍ଠିର ମହାରାଜ, ସ୍ତ୍ରୀଣାମ ଚ ପତିଦେବାନାମ ତତ୍ସ୍ର ଶୁଶ୍ରୂଷା ଅନୁକୂଳତା ତଦ୍ ବନ୍ଧୁଷୁ ଅନୁବୃତ୍ତିଷୁ ଚ ନିତ୍ୟମ୍ ତଦାବ୍ରତ ଧାରଣମ୍। ସ୍ତ୍ରୀର 4ଟା ଲକ୍ଷଣ, ଗୋଟେ ସତୀ ସ୍ତ୍ରୀର 4ଟା ଲକ୍ଷଣ ହଉଛି କଣ? ପ୍ରଥମ ଲକ୍ଷଣ ହଉଛି ଟୁ ରେଣ୍ଡର ସର୍ଭିସ ଟୁ ହର ହଜବେଣ୍ଡ। ସ୍ତ୍ରୀ ସ୍ୱାମୀର ସେବା କରିବ। ଯେମିତି ଶିଷ୍ୟ ଗୁରୁଙ୍କର ସେବା କରିବ, ଗୁରୁ ଶିଷ୍ୟଙ୍କର ସମ୍ପର୍କ, ସ୍ତ୍ରୀ ସ୍ୱାମୀଙ୍କର ସମ୍ପର୍କକୁ ପ୍ରାୟ ତୁଳନା କରାଯାଇଛି। ଟୁ ରେଣ୍ଡର ସର୍ଭିସ ଟୁ ହର ହଜବେଣ୍ଡ ହଉଛି ଗୋଟେ ଆଦର୍ଶ ପତ୍ନୀର କର୍ତ୍ତବ୍ୟ। ଟୁ ଅଲୱେଜ ଫେଭରେବଲି ଡିସ୍ପୋଜ ଟୁୱାର୍ଡସ ଦ ହଜବେଣ୍ଡ, ଆଉ ସ୍ତ୍ରୀଙ୍କର କର୍ତ୍ତବ୍ୟ ହଉଛି ସ୍ୱାମୀଙ୍କର ଅନୁକୂଳ, ଅର୍ଥାତ୍ ସ୍ୱାମୀ ଯୋଉଟା ଚାହୁଁଛନ୍ତି ତାହାକୁ ସ୍ୱୀକାର କରିବ। ସ୍ୱାମୀଙ୍କର ଯୋଉଟା ଇଚ୍ଛା, ସ୍ୱାମୀଙ୍କର ମନ, ଯେମିତି ଗୁରୁଙ୍କର ମନୋଭିଷ୍ଟକୁ ଶିଷ୍ୟ ପୂରଣ କରିବ। ଗୁରୁଙ୍କର ଇଚ୍ଛା କଣ, ଶିଷ୍ୟ ପୂରଣ କରିବା ହଉଛି ଏକ ଆଦର୍ଶ ଶିଷ୍ୟର କର୍ତ୍ତବ୍ୟ। ସେଇଭଳି ଗୋଟେ ଆଦର୍ଶ ପତ୍ନୀର କର୍ତ୍ତବ୍ୟ ହଉଛି ସ୍ୱାମୀଙ୍କର ମନୋଭିଷ୍ଟକୁ ପୂରଣ। ସ୍ୱାମୀ କଣ ମୋ ଠାରୁ ଚାହୁଁଛନ୍ତି, ତାଙ୍କର ମନୋଭିଷ୍ଟକୁ ପୂରଣ କରିବା ହଉଛି ଗୋଟେ ଆଦର୍ଶ ପତ୍ନୀର କର୍ତ୍ତବ୍ୟ। To be equally well disposed towards the husbands and relatives and friends,
ଏବଂ ସ୍ୱାମୀଙ୍କର ଯେ ବନ୍ଧୁ ତାଙ୍କର ପ୍ରତି ମଧ୍ୟ ଶ୍ରଦ୍ଧା ଭାବ। ଯଦି ସ୍ୱାମୀ ସ୍ତ୍ରୀ ଅଛନ୍ତି ଜଣେ କିଏ ବନ୍ଧୁ କିଏ ଆସିଗଲେ କି ରିଲେଟିଭ୍ସ ଆସିଗଲେ ବହୁତ ସ୍ତ୍ରୀ ଲୋକମାନେ ସବୁ ବିରକ୍ତ ହେଇଯାନ୍ତି କାହିଁକି ଆସିଲେ ଆମ ପରିବାରକୁ କଣ ତାଙ୍କର ଦରକାର ସାଙ୍ଗେ ସାଙ୍ଗେ କଳି କଜିଆ ଆରମ୍ଭ କରିଦେବେ। କିନ୍ତୁ ଏଠି କୁହାଯାଇଛି ସ୍ୱାମୀଙ୍କର ବନ୍ଧୁ ବା ସ୍ୱାମୀଙ୍କର ସମ୍ପର୍କୀୟ ଯଦି କେହି ଘରକୁ ଆସନ୍ତି ତାଙ୍କ ପ୍ରତି ଶ୍ରଦ୍ଧା ଭାବ ପ୍ରଦର୍ଶନ କରିବେ। ତାପରେ କୁହାଯାଇଛି and to follow the vows of the husbands ଏବଂ ସ୍ୱାମୀଙ୍କର ବ୍ରତ ଧାରଣ କରିବା। ସ୍ୱାମୀ ଧରନ୍ତୁ ପ୍ରତିଜ୍ଞା କରିଛି ସ୍ୱାମୀ ଚାହୁଁଛନ୍ତି ଏଇ ଜିନିଷଟା କରିବା ପାଇଁ ଏବଂ ସେ ଯୋଉଟା କରିବା ପାଇଁ ଚାହୁଁଛନ୍ତି ତାଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବା ହେଉଛି ସ୍ତ୍ରୀର କର୍ତ୍ତବ୍ୟ। ପ୍ରଭୁପାଦଙ୍କର ଭାବାର୍ଥରେ କୁହାଯାଇଛି ଇଟ୍ ଇଜ ଭେରି ଇମ୍ପୋର୍ଟାଣ୍ଟ ଫର ପିସଫୁଲ ହାଉସ ହୋଲ୍ଡ ଲାଇଫ ଦ୍ୟାଟ୍ ଏ woman follows the vows of her husband। ଗୋଟେ ଶାନ୍ତିପୂର୍ଣ୍ଣ ପରିବାର ମଧ୍ୟରେ ଗୋଟେ ସ୍ତ୍ରୀର କର୍ତ୍ତବ୍ୟ ହେଉଛି ସ୍ୱାମୀର ଇଚ୍ଛାକୁ ପୂରଣ କରିବା। ଏହା ହେଉଛି ବର୍ତ୍ତମାନ ପରିବାର। ସ୍ୱାମୀଙ୍କର ଇଚ୍ଛା ସ୍ତ୍ରୀ ପୂରଣ କରୁଛନ୍ତି ବା ଗୁରୁଙ୍କର ଇଚ୍ଛାକୁ ଶିଷ୍ୟ ପୂରଣ କରୁଛନ୍ତି। It is very important for peaceful household life that a woman follows the vows of her husband. Any disagreement with the husband vows will disrupt family life। ଯଦି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମନମାଳିନ୍ୟ ହେଲା ବା ସ୍ୱାମୀ ସ୍ତ୍ରୀଙ୍କ କୌଣସି କାରଣରୁ କଣ କଳହ ସୃଷ୍ଟି ହେଲା ତାହେଲେ ପରିବାରରେ ସେଟା ନିଶ୍ଚିତ ଭାବରେ ପ୍ରଭାବ ପକେଇବ। ଏହା ହିଁ ଦେଖାଯାଉଛି ବର୍ତ୍ତମାନ ପରିବାରରେ। ପରିବାର ମଧ୍ୟରେ ଅଶାନ୍ତି। ଆଗରୁ ଗୋଟେ ଯୌଥ ପରିବାର ଥିଲା ସେ ଯୌଥ ପରିବାର ମଧ୍ୟରେ 20, 25, 30, 40 ଲୋକ ରହୁଥିଲେ ଆଉ ଗୋଟେ ମାନେ ପତି ପତ୍ନୀଙ୍କର 10ଟି 12ଟି ପିଲା ଥିଲେ। ଆମେ ଦେଖିଛୁ ଆମ ଗାଁରେ ଜଣଙ୍କର 11ଟା ଛୁଆ। ହସିବାର କଥା ନୁହେଁ, ହସ ନାହିଁ, କାହିଁକି ନା ସେମାନଙ୍କର ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସେଭଳି ସମ୍ପର୍କ ଥିଲା। କିନ୍ତୁ ବର୍ତ୍ତମାନ ସ୍ୱାମୀ ସ୍ତ୍ରୀଙ୍କର ସନ୍ତାନ ନ ହେଇକି ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କ ରହୁନି ଠିକ ଭାବେ। ସ୍ୱାମୀ ସ୍ତ୍ରୀଙ୍କର କୌଣସି ସନ୍ତାନ ନାହିଁ କିନ୍ତୁ ସେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସବୁବେଳେ ଝଗଡ଼ା ରହୁଛି। ସ୍ୱାମୀର ଅଲଗା ରୋଷେଇ ସ୍ତ୍ରୀର ଅଲଗା ରୋଷେଇ, ସ୍ୱାମୀ ଅଲଗା ରହୁଛନ୍ତି ସ୍ତ୍ରୀ ଅଲଗା ରହୁଛନ୍ତି। এই ପ୍ରକାର ବର୍ତ୍ତମାନ ସୃଷ୍ଟି ହେଇଛି। ଚାଣକ୍ୟ ପଣ୍ଡିତ gives a very valuable instruction। ଦାମ୍ପତ୍ୟ କଳହ ନାସ୍ତି ତତ୍ର ସ୍ତ୍ରୀ ସ୍ୱୟଂ ଆଗତ। ଯୋଉ ପରିବାର ମଧ୍ୟରେ କଳହ ନାହିଁ, ଯୋଉ ପରିବାର ମଧ୍ୟରେ କଳହ ନାହିଁ ସେ ପରିବାର ମଧ୍ୟକୁ ଲକ୍ଷ୍ମୀ ଆସିଥାନ୍ତି। ସେ ପରିବାର ମଧ୍ୟକୁ ଲକ୍ଷ୍ମୀ ଆସିଥାନ୍ତି। ଏଟା ଚାଣକ୍ୟ ପଣ୍ଡିତଙ୍କର କଥା। when there are no fights between husband and wife the goddess of fortune automatically comes to the home। এটা ତ ଓଡ଼ିଆ କୁହାଯାଇଛି ଯେତେବେଳେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳହ ନ ହୁଏ ଲକ୍ଷ୍ମୀ ଯିଏ ସୌଭାଗ୍ୟ ଲକ୍ଷ୍ମୀ ଯାହା ସିଏ ଅଟୋମେଟିକାଲି ସ୍ୱତଃପ୍ରବୃତ୍ତ ଭାବରେ ସେ ପରିବାର ମଧ୍ୟକୁ ସେ ଆସିଥାନ୍ତି। when there are no fights between wife the goddess of fortune automatically comes to the home। a woman's education should be conducted along the lines indicated in this verse। the basic principle for a chaste woman to be always favorable disposed toward her husband। ଗୋଟେ ସ୍ତ୍ରୀ ଯେତେ ଶିକ୍ଷିତ ହଉଥାଉ ନା କାହିଁକି, ଯେତେ ସେ ଉଚ୍ଚ ଶିକ୍ଷିତ ହେଇଥାଉ ନା କାହିଁକି, ଯେତେ ସେ ବିଦ୍ୱାନ ହେଇଥାଉ ନା କାହିଁକି, ସ୍ୱାମୀ ଆଗରେ ନିଜକୁ ଜଣେ ନମ୍ର ଆଉ ଅଜ୍ଞ ଭାବରେ ପରିଚୟ ଦେବା ଉଚିତ। ମୁଁ ବହୁତ ପାଠ ପଢିଛି, ମୋ ବାପା ଘରୁ ବହୁତ ପାଠ ପଢିଛି, ମୋ ବାପା ବହୁତ ଧନୀ, ତୁମେ କଣ ତୁମର ତ କିଛି ନାହିଁ, ଧନ ସମ୍ପତ୍ତି କିଛି ନାହିଁ, ତୁମେ ଗୋଟେ ଗରିବ ଭିକାରୀ, ତୁମ ସହିତ ବିବାହ କରି ମୋ ଜୀବନଟା ନଷ୍ଟ ହେଇଗଲା, ଏଇଭଳି ଯଦି କହିବ ତାହେଲେ ସ୍ୱାମୀର ମନଟି କଣ ହବ? ଯେମିତି ଗୋଟେ ଶିଷ୍ୟ ସେମିତି ଗୁରୁଙ୍କ ପାଖରେ ଯଦି ନିଜର ପଣ୍ଡିତଗିରି ଦେଖେଇବ, ମୁଁ ବହୁତ ଜାଣିଛି, ଆପଣ ବେଶୀ ଜାଣିନାହାନ୍ତି, ମୁଁ ଆଜ୍ଞା ଶାସ୍ତ୍ର ବହୁତ ପାଠ ପଢିଛି, ମୁଁ ବହୁତ ଜାଣିଛି, ତାହେଲେ ଶିଷ୍ୟ ମଧ୍ୟ ସେମିତି ଗୁରୁଙ୍କ ଆଗରେ ନିଜର ବିଧିବତ୍ତା ଦେଖେଇବା କଥା ନାହିଁ। ଶିଷ୍ୟ ଗୁରୁଙ୍କ ଆଗରେ ସବୁବେଳେ ନିଜକୁ ଅଜ୍ଞ ଆଉ ନିଜକୁ ମୂର୍ଖ ବୋଲି ଭାବିବା ଉଚିତ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଆଉ ଗୌରକିଶୋର ଦାସ ବାବାଜୀ, ଗୌରକିଶୋର ଦାସ ବାବାଜୀ ନିଜର ନାମ ମଧ୍ୟ ଦସ୍ତଖତ କରିପାରିବେନି କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିରୁ ସେ ବହୁତ ଉନ୍ନତ। ଏବଂ ଭକ୍ତି ବିନୋଦ ଠାକୁର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପିତା ତାଙ୍କୁ କହିଲେ ଯଦି ଗୌରକିଶୋର ଦାସ ବାବାଜୀଙ୍କୁ ତୁମେ ଗୁରୁ ରୂପରେ ସ୍ୱୀକାର ନ କରିବ ତାହେଲେ ମତେ ମୁହଁ ଦେଖେଇବନି, ମତେ ତୁମେ ମୁହଁ ଦେଖେଇବନି। ଭକ୍ତି ବିନୋଦ ଠାକୁର ଥିଲେ ଜଣେ ବିଦ୍ୱାନ, ସେ ଜାଣିଥିଲେ ଯେ ଗୌରକିଶୋର ଦାସ ବାବାଜୀ କେତେ ଉନ୍ନତ। ତେଣୁ ତାଙ୍କର ଯୋଉ ପୁତ୍ର କି ବହୁତ ବିଦ୍ୱାନ ବହୁତ ସ୍କଲାର ଷ୍ଟୁଡେଣ୍ଟ, କିନ୍ତୁ ସିଏ ଚାହୁଁଥିଲେ ଯେ ମୋର ପୁତ୍ର ଯାଇକି ଗୌରକିଶୋର ଦାସ ବାବାଜୀଙ୍କ ଠାରୁ ଶିଷ୍ୟତ୍ୱ ସ୍ୱୀକାର କରୁ। ତେଣୁ ସେଇ ପ୍ରକାର ଭାବରେ ଜଣେ ଶିଷ୍ୟ ଯିଏ ସେ ଗୁରୁଙ୍କ ଆଗରେ ନିଜର ବିଦ୍ବତ୍ତା ଦେଖିବା ଉଚିତ ନୁହେଁ ଯେ ମୁଁ ବହୁତ ଜାଣିଛି, ମୁଁ ବହୁତ ପଣ୍ଡିତ, ମୁଁ ବହୁତ ଜ୍ଞାନୀ, ନା, ନିଜକୁ ମୂର୍ଖ ନିଜକୁ ଅଜ୍ଞ ବୋଲି ଭାବିବ। ସେମିତି ଜଣେ ସ୍ତ୍ରୀ ଯେ ଆଦର୍ଶ ପତ୍ନୀ ଯେତେ ସେ ଶିକ୍ଷିତ ହେଇଥାଉ ନା କାହିଁକି, ସ୍ୱାମୀ ଠାରୁ ଉଚ୍ଚ ଶିକ୍ଷିତ ହେଇଥାଉ ନା କାହିଁକି, କିନ୍ତୁ ସ୍ୱାମୀ ଆଗରେ ସେ ନିଜକୁ ଅତି ନମ୍ର ଅତି ଅଜ୍ଞ ବୋଲି ପରିଚୟ ଦେବା ଉଚିତ। ତାହେଲେ ପରିବାର ଭିତରେ ଶାନ୍ତି ସହାବସ୍ଥାନ କରେ। ପ୍ରଭୁପାଦଙ୍କର ଏହା ଭାଷ୍ୟ। ପ୍ରଥମ ଅଧ୍ୟାୟ ଭଗବତ ଗୀତାର ପ୍ରଥମ ଅଧ୍ୟାୟ 40 ଶ୍ଲୋକରେ କୁହାଯାଇଛି ସ୍ତ୍ରୀଷୁ ଦୁଷ୍ଟାସୁ ବାର୍ଷ୍ଣେୟ ଜାୟତେ ବର୍ଣ୍ଣ ଶଙ୍କର। ଯଦି ଗୋଟେ ଅସତୀ ସ୍ତ୍ରୀ ହେଇଗଲା, ଗୋଟେ ଯେ ସ୍ତ୍ରୀ ତାର ସତୀତ୍ୱକୁ ରକ୍ଷା ନ କରି ପାରିଲା ତାହେଲେ ବର୍ଣ୍ଣ ଶଙ୍କର ଅର୍ଥାତ ଜାରଜ ସନ୍ତାନ ସୃଷ୍ଟି ହେବ।
If the women are polluted, there will be ବର୍ଣ୍ଣ ଶଙ୍କର population. ଯଦି ସ୍ତ୍ରୀ ତାର ସତୀତ୍ୱ ରକ୍ଷା ନ କରେ ଏ ସମାଜରେ ବର୍ଣ୍ଣ ଶଙ୍କର ଦେଖାଯିବ। In modern term, the ବର୍ଣ୍ଣ ଶଙ୍କର are the hippies who do not follow any regulative principles by injunctions. এই ଆଧୁନିକ ସମାଜରେ ବର୍ତ୍ତମାନ ବର୍ଣ୍ଣ ଶଙ୍କର କାହା କୁହାଯାଉଛି ନା ହିପି। ବିଦେଶରେ ଯୋଉ ହିପି ମାନେ ସବୁ ଅଛନ୍ତି ତାଙ୍କର କିଛି ଠିକ ଠିକଣା ନାହିଁ, କେତେବେଳେ ଖାଉଛନ୍ତି, କେତେବେଳେ ଶୋଉଛନ୍ତି, ମଦ୍ୟପାନ କରୁଛନ୍ତି, ନିଶା ସେବନ କରୁଛନ୍ତି, ଅବୈଧ ସ୍ତ୍ରୀ ସଙ୍ଗ କରୁଛନ୍ତି, ରାସ୍ତାରେ ଗଡଗଡଉଛନ୍ତି, ଦାଢି ବଢି ଯାଇଛି, ବସ୍ତ୍ରର ଠିକ ଠିକଣା ନାହିଁ, এই ପ୍ରକାର ଭାବରେ ଯୋଉ ମାନେ ପରିବାରକୁ ତ୍ୟାଗ କରିଛନ୍ତି, ନା ସୁଖ ନା ଶାନ୍ତି, ମାନେ ଯାହା କୁହାଯାଏ ହତାଶମୟ ଜୀବନ ଯାପନ କରୁଛନ୍ତି, ହିପି ସମାଜ ବୋଲି କୁହାଯାଉଛି ସେମାନେ। ତେଣୁ ସେଇ ହିପି ମାନଙ୍କୁ କୁହାଯାଇଛି ବର୍ଣ୍ଣ ଶଙ୍କର। Another explanation is that when the population is ବର୍ଣ୍ଣ ଶଙ୍କର, no one can know who is on what platform. ଯେତେବେଳେ ଜଣେ ବର୍ଣ୍ଣ ଶଙ୍କର ବା ଯେତେବେଳେ ଜଣେ ଯାହାର ମାନେ ଯାହା କୁହାଯାଏ ପରିଚୟ ନାହିଁ, ପରିବାରର ପରିଚୟ ନାହିଁ, ତାକୁ ଆମେ କେମିତି ଚିହ୍ନିବା ସେ ବ୍ରାହ୍ମଣ କି କ୍ଷତ୍ରିୟ କି ବୈଶ୍ୟ କି ଶୂଦ୍ର କି ବ୍ରହ୍ମଚାରୀ କି ଗୃହସ୍ଥ କି ବାନପ୍ରସ୍ଥୀ କି ସନ୍ନ୍ୟାସୀ? ଯାହାର ମାନେ ବର୍ଣ୍ଣ ପରିଚୟ, ଯାହାର ପରିବାରର ପରିଚୟ ନାହିଁ, ଯାହା ପିତାଙ୍କର ପରିଚୟ ନାହିଁ, ମାତାଙ୍କର ପରିଚୟ ନାହିଁ, ତାଙ୍କୁ ଆମେ କେମିତି କୌଣସି ପ୍ରକାର କି ପ୍ରକାର ଭାବରେ ଚିହ୍ନିବା? ତେଣୁ ବର୍ତ୍ତମାନ ବର୍ଣ୍ଣ ଶଙ୍କରଟା ପ୍ରାଦୁର୍ଭାବ ସୃଷ୍ଟି ହେଇଛି ବା ଅଧିକ ସୃଷ୍ଟି ହେଇଛି। The Varnashrama system scientifically divides society into 4 varnas and 4 ashramas. ଭଗବାନ ଯୋଉ ବର୍ଣ୍ଣାଶ୍ରମ ଧାରା ସୃଷ୍ଟି କଲେ 4 ବର୍ଣ୍ଣ ଏବଂ 4 ଆଶ୍ରମରେ ବିଭକ୍ତ କଲେ। In each society, no one can distinguish between a brahmana, a କ୍ଷତ୍ରିୟ, a ବୈଶ୍ୟ and a ଶୂଦ୍ର। ମୁଁ ଯାହା କହିଲି ଯେ ବର୍ତ୍ତମାନ ସମାଜରେ ଆମେ ଜାଣିପାରୁନୁ କିଏ ବ୍ରାହ୍ମଣ, କିଏ କ୍ଷତ୍ରିୟ, କିଏ ବୈଶ୍ୟ ଏବଂ ଏ ଶୂଦ୍ର। For peace and happiness in the material world, the varnashrama institution must be introduced. ଯଦି ସମାଜରେ ଆମେ ଶାନ୍ତି ଏବଂ ଶୃଙ୍ଖଳା ଚାହୁଁ ତାହେଲେ ବର୍ଣ୍ଣାଶ୍ରମ ଧାରାକୁ ପ୍ରତିଷ୍ଠା କରିବା ଉଚିତ ବା ବର୍ଣ୍ଣାଶ୍ରମ ଧାରା ଗ୍ରହଣ କରିବା ଉଚିତ। ଆମର ଭକ୍ତି ବିକାଶ ମହାରାଜ ଯେ ପ୍ରଭୁପାଦଙ୍କର ଶିଷ୍ୟ, এই ବର୍ଣ୍ଣାଶ୍ରମ ଧାରା ଉପରେ ସେ ଗୁରୁତ୍ୱ ଦଉଛନ୍ତି ଏବଂ ବର୍ଣ୍ଣାଶ୍ରମ ଭିଲେଜ ସୃଷ୍ଟି କରୁଛନ୍ତି। ସବୁ ବିଦେଶୀ ଲୋକମାନଙ୍କୁ ସେମାନଙ୍କୁ ସବୁ କୁହାଯାଏ ତୁମେ ବର୍ଣ୍ଣାଶ୍ରମ ଇଏ ରହିକି ତୁମେ ସବୁ ଫାର୍ମ କମ୍ୟୁନିଟି ଭିତରେ ରୁହ, ତୁମେ ଚାଷ କର, ଯାହାର ସେଇ ପ୍ରକାର ଯୋଗ୍ୟତା ଅଛି ମନ୍ଦିରରେ ବିଗ୍ରହ ପୂଜା କରିବେ, ଯୋଉମାନେ ଚାଷବାସ କରିବେ ବୈଶ୍ୟ ଯାହାଙ୍କର ସେଇ ଗୁଣ ଅଛି ସେମାନେ ଚାଷ କରିବେ, ଯୋଉମାନେ କ୍ଷତ୍ରିୟ ସେଇମାନଙ୍କୁ ସେଇ ପ୍ରକାର କାର୍ଯ୍ୟ ଦିଆ ହେଉଛି। ଏ ପ୍ରକାର ଭାବରେ ସେ ବର୍ଣ୍ଣାଶ୍ରମ କମ୍ୟୁନିଟି ଉପରେ ଗୁରୁତ୍ୱ ବେଶୀ ଦଉଛନ୍ତି ଭକ୍ତି ବିକାଶ ମହାରାଜ। But in Varna Shankara society there are no such distinction and no one can know what is who. For a peace and happiness in the material world, the Varnashrama institution must be introduced. The symptoms of one activist must be defined and one must be educated accordingly. এটি সুন্দর কথা କୁହାଯାଇଛି। ଯାହାର ଯୋଉ ପ୍ରକାର ଗୁଣ ଅଛି ସେ ଗୁଣର ପ୍ରାଧାନ୍ୟ ଅନୁଯାୟୀ ତାକୁ ସେଇ ପ୍ରକାର ସେବା ଦେବା ପାଇଁ ପଡିବ। ଯାହାର ପ୍ରକୃତ ପକ୍ଷେ ଯେ କ୍ଷତ୍ରିୟ ତାକୁ ଯଦି କୁହାଯିବ ତୁମେ ପୂଜା କର, ସେ ପୂଜା କରିପାରିବନି। ସେ ଭଗବାନ ପୂଜା କରିବ, ତା ମନ ତା ହଉଛି ଖାଲି ବାହାରକୁ ଯାଇକି ମୁଁ ବୁଲିବି ବା ସେ ଯୁଦ୍ଧ କରିବା ପାଇଁ ତାର ଇଚ୍ଛା ଥିବ। କ୍ଷତ୍ରିୟର ଗୁଣ ହଉଛି ରଜଗୁଣ, ସେ ଯୁଦ୍ଧ କରିବ ନହେଲେ କାହାକୁ ସୁରକ୍ଷା ଦେବ, ଏ ପ୍ରକାର ଭାବରେ ତାର କର୍ମ। ତାକୁ ଯଦି ପୂଜାରୀ ମଧ୍ୟରେ ପରାଯିବ ସେ ପୂଜାରୀ କାମ କରିପାରିବେ। ପୂଜାରୀ ମାନେ ଶାନ୍ତ ଶିଷ୍ଟ ସତ୍ୱ ଗୁଣ ସମ୍ପନ୍ନ। ତେଣୁ ଯାହାର ଯୋଉ ଗୁଣର ପ୍ରାଧାନ୍ୟ ଅଛି ସେ ସେଇ ଅନୁଯାୟୀ କାର୍ଯ୍ୟ କରିବା ଉଚିତ। ସେଥିପାଇଁ ବର୍ଣ୍ଣାଶ୍ରମ ଧାରାଟା ପ୍ରତିଷ୍ଠିତ ହେବା ଉଚିତ। এই କଥା ପ୍ରଭୁପାଦ ମହାରାଜ କହିଲେ। ତାପରେ ସ୍ତ୍ରୀ ଧର୍ମ ବିଷୟରେ ପୁଣି ପର ଶ୍ଲୋକରେ 2ଟି ଶ୍ଲୋକରେ ମଧ୍ୟ 26-27 ଶ୍ଲୋକରେ ମଧ୍ୟ କୁହାଯାଇଛି। ନାରଦ ମହର୍ଷି କହୁଛନ୍ତି, ସମାର୍ଜନଂ ପଳପାଭ୍ୟ ଗୃହ ମଣ୍ଡନ ବର୍ତ୍ତତେ ସ୍ୱୟଂ ଚ ମଣ୍ଡିତା ନିତ୍ୟ ପରିମୃଷ୍ଟ ପରିଚ୍ଛନ୍ଦା କାମ ରୁଶ୍ଚା ବଚୈ ସାଧ୍ୱୀ ପ୍ରଶିକ୍ଷଣ ଦମେନ ଚ ବାକ୍ୟଂ ସତ୍ୟଂ ପ୍ରିୟ ପ୍ରେମା କାଳେ କାଳେ ଭଜତ ପତିମ୍। ଏହାର ଅର୍ଥ ହଉଛି ଏ ଚାଷ୍ଟ ଓମ୍ୟାନ ମଷ୍ଟ ଡ୍ରେସ ନାଇସଲି। ସ୍ୱାମୀ ଯେତେବେଳେ ଅଛନ୍ତି ବା ସ୍ୱାମୀ ଯେତେବେଳେ ପ୍ରକଟ ଅଛନ୍ତି ବା ସ୍ୱାମୀ ଜୀବିତ ଅଛନ୍ତି ସେତେବେଳେ ସ୍ତ୍ରୀଟି ସୁନ୍ଦର ବସ୍ତ୍ର ବିନ୍ୟାସ ନା ନିଜେ ସୁନ୍ଦର ବସ୍ତ୍ର ପିନ୍ଧିବା ଉଚିତ, ପରିଷ୍କାର ଏବଂ ସୁନ୍ଦର ବସ୍ତ୍ର ପରିଧାନ କରିବା ଉଚିତ। and decorate herself with golden ornaments for the pleasure of her husband. କେବଳ ସ୍ୱାମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ, କେବଳ ସ୍ୱାମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୁନ୍ଦର ବସ୍ତ୍ର ଏବଂ ସୁନ୍ଦର ଅଳଙ୍କାର ପରିଧାନ କରିବା ଉଚିତ। always wearing clean and attractive garments, ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ ଆଉ ସୁନ୍ଦର ବସ୍ତ୍ର ମଧ୍ୟ ପିନ୍ଧିବା ଉଚିତ। she should sweep and clean the household with water and other liquids so that the entire house is always pure and clean. ଘରକୁ ସର୍ବଦା ଝାଡୁରେ ମାର୍ଜନ କରିବା ଉଚିତ, ପରିଷ୍କାର କରିବା ଉଚିତ ଆଉ କୌଣସି ସ୍ଥାନ ଯେମିତି ଅପରିଷ୍କାର ନ ହବ ସେଥିପ୍ରତି ସେ ଧ୍ୟାନ ଦେବା ଉଚିତ। she should collect the household paraphernalia and keep the house always
aromatic with incense and flowers and must be ready to execute the desires of our husband. ଆଉ ଘରର ସୁନ୍ଦର ବସ୍ତୁ ସବୁ ଯୋଉ ରହିଛି ଯୋଉ ବସ୍ତୁ ଗୁଡିକ ସୁନ୍ଦର ଭାବରେ ତାକୁ ସଜେଇକି ରଖିବା ଉଚିତ ଏବଂ ଧୂପ ଦବା ଉଚିତ, ସୁନ୍ଦର ଫୁଲ ଠାକୁରଙ୍କ ପାଖରେ ଦବା ଉଚିତ, ଯଦ୍ୱାରା ପରିବାରର ପରିବେଶ ବହୁତ ସୁନ୍ଦର ରହିବ, ପରିବାରର ପରିବେଶ ବହୁତ ସୁନ୍ଦର ଏବଂ ସୁଗନ୍ଧିତ ରହିବ, ଯୋଉଥିରେ ସ୍ୱାମୀ ସେଥିରେ ସନ୍ତୁଷ୍ଟ ହେବେ। Being modest and truthful, controlling her senses and speaking sweet words, a chaste woman should engage the service of her husband with love according to time and circumstances. এটা ଗୋଟେ ବହୁତ ସୁନ୍ଦର କଥା। ସ୍ୱାମୀର ମନୋବୃତ୍ତି ଅନୁଯାୟୀ ସ୍ୱାମୀ ବାହାରୁ ଆସିଛି, କାମ କରିକି ସେ ଥକି ଯାଇକି ଆସିଛି, ସେ ସମୟରେ ସ୍ତ୍ରୀର କର୍ତ୍ତବ୍ୟ ହେଉଛି ତାକୁ ମଧୁର ଭାଷାରେ ସମ୍ଭାଷଣ କରିବ, ସୁନ୍ଦର ଭାଷା ମଧୁର ଭାଷାରେ ତାକୁ କଥା କହିକି ସମ୍ଭାଷଣ କରିବ। ଯଦି ସେଇ ସମୟରେ ପରିବାରର ଯୋଉ ସମସ୍ୟା ଥିବ, ତମେ ଏଟାକୁ ଆଣିଲନି, ତମେ ସେଟାକୁ ଆଣିଲନି, କଣ ପାଇଁ ତମେ ଆସିଲ, ଏକଥା ବୁଝୁନ, ସେ କଥା ବୁଝୁନ, ଏକଥା ବୁଝୁନ, ସେଠୁ ସ୍ୱାମୀ ସେଠୁ ଉତ୍ତ୍ୟକ୍ତ ହେଇକି ଆସିଥିବ। ଇଏ ଯଦି ଆହୁରି ତାକୁ ଉତ୍ତ୍ୟକ୍ତ କରିଦବ, ସେତେବେଳେ ତା ମୁଣ୍ଡ ଗରମ ହେଇଯିବ, ସେତେବେଳେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳହ ଝଗଡା ଲାଗିବ। ତେଣୁ ସ୍ତ୍ରୀର କର୍ତ୍ତବ୍ୟ ହେଉଛି ପ୍ରାଥମିକ ସମୟରେ ଯେତେବେଳେ ସ୍ୱାମୀଟି ଆସୁଛି ପ୍ରଥମ ସମୟରେ ତାକୁ ଜଳ ଗ୍ଲାସ ଦେବ ପିଇବା ପାଇଁ, ତାଙ୍କୁ ବସନ୍ତୁ, ବସିଲା ପରେ ତା ସହିତ ସୁନ୍ଦର ଭାବରେ କଥାବାର୍ତ୍ତା ଆଲୋଚନା କରିବାକୁ। ଯେତେବେଳେ ସ୍ୱାମୀ ଖାଇସାରିବ, ତାକୁ ଖାଇସାରି ଦେବା ପରେ ତାପରେ ଆସ୍ତେ ଆସ୍ତେ ଧୀରେ ଧୀରେ ଯେମିତି କୁହାଯାଇଛି ଶିଷ୍ୟ ଗୁରୁଙ୍କ ପାଖରେ କିଭଳି ଭାବରେ ବ୍ୟବହାର କରିବା ଉଚିତ, ପ୍ରଥମେ ପ୍ରଣାମ, ତାପରେ ସେବା, ତାପରେ ପରିପ୍ରଶ୍ନ, এই ପ୍ରକାର ଭାବରେ ଯେମିତି ଶିଷ୍ୟ ଗୁରୁଙ୍କର ସେବା କରୁଛି, ସ୍ତ୍ରୀର କର୍ତ୍ତବ୍ୟ ହେଉଛି ପ୍ରଥମେ ସ୍ୱାମୀଙ୍କର ସେବା କରିବା ଦରକାର, ସ୍ୱାମୀଙ୍କର ମନ ସନ୍ତୁଷ୍ଟ ହେଲା ପରେ ତାପରେ ତାଙ୍କର ଯୋଉଟା ସମସ୍ୟା ହିସାବରେ ଧୀରେ ଧୀରେ କଥା କହିବା ଦରକାର, କିନ୍ତୁ ପ୍ରଥମେ ମଧୁର ଭାଷାରେ ତାଙ୍କୁ ସମ୍ବୋଧନ କରିବା ଉଚିତ। ପରବର୍ତ୍ତୀ ଶ୍ଲୋକରେ ମଧ୍ୟ କୁହାଯାଇଛି, ଚାଣକ୍ୟ ପଣ୍ଡିତ ନାରଦ ମହର୍ଷି କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ, ସନ୍ତୁଷ୍ଟ ଲୋହିତ ଦକ୍ଷ ଧର୍ମ ଧର୍ମଜ୍ଞ ପ୍ରିୟ ସତ୍ୟଭୂ ଅପ୍ରମତା ଶୁଚି ସ୍ନିଗ୍ଧା ପତି ସ୍ୱପତିତଂ ଭଜେତ୍। ଏ chaste woman should not be greedy. ଗୋଟେ ସତୀ ସ୍ତ୍ରୀ କେବେ ଲୋଭୀ ହେବା ଉଚିତ ନୁହେଁ, ବଟ୍ ସାଟିସ୍ଫାଏଡ୍ ଇନ୍ ଅଲ୍ ସାର୍କମସ୍ଟାନ୍ସେସ୍, ପ୍ରତ୍ୟେକ ପରିସ୍ଥିତିରେ ସେ ସନ୍ତୁଷ୍ଟ ହେଇକି ରହିବା ଉଚିତ, କୌଣସି ପରିସ୍ଥିତିରେ ଅସହିଷ୍ଣୁ ହେବା ଉଚିତ ନୁହେଁ। ଜଣେ ସତୀ ସ୍ତ୍ରୀ ସିଏ ତାର ଲୋଭୀ ହେବା ଉଚିତ ନୁହେଁ କିମ୍ବା ସବୁ ପରିସ୍ଥିତିରେ ସେ ସନ୍ତୁଷ୍ଟ ରହିବା ଉଚିତ। She must be very expert in handling household affairs and should be fully conversant with the religious principles. ସେ ଏଇ ଯୋଉ ପରିବାରର ଯୋଉ କାର୍ଯ୍ୟକଳାପରେ ସେ ସେଥିରେ ଦକ୍ଷ ହେବା ଉଚିତ, କେମିତି ହ୍ୟାଣ୍ଡଲ କରିବ ସିଚୁଏସନ, ଗୋଟେ ହଠାତ୍ ସମସ୍ୟା ଆସିଗଲା ତାକୁ କେମିତି ହ୍ୟାଣ୍ଡଲିଂ କରିବ। ସ୍ୱାମୀ ତ ସବୁବେଳେ ରହିବେନି, ସ୍ୱାମୀ ବାହାରେ ଥିବେ, କିନ୍ତୁ କୌଣସି ସମସ୍ୟା ଯେତେବେଳେ ଆସୁଛି ତାକୁ ସୁନ୍ଦର ଭାବରେ ହ୍ୟାଣ୍ଡଲିଂ କରିବା ଉଚିତ, ଅର୍ଥାତ୍ ତାକୁ ସୁନ୍ଦର ଭାବରେ ସମସ୍ୟାର ସମାଧାନ କରିବା ଉଚିତ। She should speak pleasingly and truthfully and should be very careful and always clean and pure. ସେ ଖୁବ ମଧୁର ଭାବରେ ଭାଷା କହିବା ଉଚିତ ଏବଂ ତା ସହିତ କୁହାଯାଇଛି ସତ୍ୟ କହିବା ଉଚିତ ଏବଂ ସର୍ବଦା ପରିଷ୍କାର ରହିବା ଉଚିତ, ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ, ସତ୍ୟ କହିବା ଉଚିତ ଗୋଟେ ସ୍ତ୍ରୀ। Thus a chaste woman should engage with affection in the service of a husband who is not fallen. ଯଦି ଗୋଟେ ସ୍ୱାମୀ ପତିତ ନ ହେଇଛନ୍ତି, ଯଦି ଗୋଟେ ସ୍ୱାମୀ ପତିତ ନ ହେଇଛନ୍ତି, ଗୋଟେ ସ୍ୱାମୀ ଯଦି ଭକ୍ତ ପତି ହେଇଛନ୍ତି, ତାକୁ ସୁନ୍ଦର ଭାବରେ ତାଙ୍କର ସେବା କରିବା ଉଚିତ। ତାହେଲେ ପ୍ରଶ୍ନ ଉଠିବ, ଯଦି ସ୍ୱାମୀ ପତିତ ହେଇଯାଆନ୍ତି, ସ୍ୱାମୀ ଯଦି ଅଭକ୍ତ ହେଇଯାଆନ୍ତି, ତାହେଲେ ସେ ସ୍ତ୍ରୀର କର୍ତ୍ତବ୍ୟ କଣ? ପ୍ରଭୁପାଦ ମହାରାଜ ସୁନ୍ଦର ଭାବରେ ସେ ମଧ୍ୟ କହିଛନ୍ତି, କେମିତି ଗୋଟେ ସ୍ୱାମୀ ଯଦି ପତିତ ହେଇଯାଏ ବା ସ୍ୱାମୀ ଯଦି ଅଭକ୍ତ ହେଇଯାଏ ବା ସ୍ୱାମୀ ଯଦି ଗୋଟେ ତାର ଅସତ୍ ସଙ୍ଗରେ ତା ଜୀବନଟା ନଷ୍ଟ ହେଇଯାଏ, ସେଠି ଗୋଟେ ସତୀ ସ୍ତ୍ରୀ କଣ କରିବ, ସେ ପ୍ରସଙ୍ଗ ମଧ୍ୟ କୁହାଯାଇଛି। According to the injection of Yajnavalkya, an authority on religious principle, ଅସୁଧେ ସମ୍ପ୍ରତିକ୍ଷୁ ମହାପାତକ ଦୁଷ୍ଟିତ। ଯାଜ୍ଞବଳକ ତାଙ୍କର ଧର୍ମଶାସ୍ତ୍ରରେ କହିଛନ୍ତି, one is considered contaminated by the reactions of great sinful activities when one has not been purified according to the methods of ଦଶବିଧ ସଂସ୍କାର। ଆମର ଦଶବିଧ ସଂସ୍କାର ଅଛି ପରିବାର ମଧ୍ୟରେ, ସଂସ୍କାର ଦ୍ୱାରା ଶୁଦ୍ଧ ହବା ପାଇଁ ରହିଛି ବ୍ୟବସ୍ଥା। ଗୋଟେ ପିଲା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ 10ଟି ସଂସ୍କାର ରହିଛି। ବିବାହ ମଧ୍ୟ ଗୋଟେ ସଂସ୍କାର, ମୃତ୍ୟୁ ଗୋଟେ ସଂସ୍କାର, ଉପନୟନ ଗୋଟେ ସଂସ୍କାର, ଏଇଭଳି ସଂସ୍କାର ହଉଛି ଦଶବିଧ ସଂସ୍କାର। ଗର୍ଭାଧାନ ସଂସ୍କାର, ଗର୍ଭରେ ଯେତେବେଳେ ସନ୍ତାନ ରହେ ସଂସ୍କାର। ତେଣୁ ଏଇ ପ୍ରକାର ସଂସ୍କାର ଯଦି ଗୋଟେ ପରିବାର ମଧ୍ୟରେ ଗୋଟେ ପୁତ୍ରଟିଏ ପିଲାଟିଏ ନ ପାଇଛି, ତାହେଲେ ସେ ପିଲାଟି ଦୋଷ ଦୁଷ୍ଟ ହେଇଯିବ। ସେ କଥା ଯାଜ୍ଞବଳକ ତାଙ୍କର ଏଥିରେ କହିଛନ୍ତି। In Bhagavad Gita, however, the Lord says, Namang duskriti na mudha prapadyante naradhama. Those miscreants who do not surrender unto me are the lowest of mankind.
ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ କହିଛନ୍ତି ଭଗବାନ ଯେ ଚାରି ପ୍ରକାର ଲୋକ ମୋର କେବେ ହେଲେ ଶରଣାପନ୍ନ ହୁଅନ୍ତି ନାହିଁ। ଚାରି ପ୍ରକାର ଲୋକ ମୋର ଶରଣାପନ୍ନ ହୁଅନ୍ତି ଏବଂ ଚାରି ପ୍ରକାର ଲୋକ ମୋର ଶରଣାପନ୍ନ ହୁଅନ୍ତି ନାହିଁ। ନମାଂ ଦୁଷ୍କୃତି ନ ମୋଡା ପ୍ରପଦ୍ୟନ୍ତେ ନରାଧମା। ଦ ୱାର୍ଡ ନରାଧମ ମିନ୍ସ ନନ୍ ଡିଭୋଟି। ନରାଧମର ଅର୍ଥ ହଉଛି ଯିଏ ହଉଛନ୍ତି ଅଭକ୍ତ। ଶ୍ରୀ ଚୈତନ୍ୟ ମହାପ୍ରଭୁ ଅଲସୋ ସେଡ୍, ଯେଇ ଭଜେ ସେଇ ବଡ ଅଭକ୍ତ ହୀନ ଛାର। ଯିଏ ଭଜନ କରୁଛି ସେ ଯେକୌଣସି ଜାତି ବା ଯେକୌଣସି ବର୍ଣ୍ଣର ଆସିଥାଉ ନା କାହିଁକି ସିଏ ହଉଛନ୍ତି ବଡ। ଯେମିତି ହରିଦାସ ଠାକୁରଙ୍କୁ ମହାପ୍ରଭୁ ନାମାଚାର୍ଯ୍ୟ କଲେ, ସେଇଭଳି ଯିଏ ଭଜନ କରେ, ଯେ ଭଗବାନଙ୍କୁ ଭଜନ କରେ, ସିଏ ଯୋଉ ବର୍ଣ୍ଣର ଆସିଥାଉ ନା କାହିଁକି, ଯେତେ ନିଚ ବର୍ଣ୍ଣର ଆସିଥାଉ ନା କାହିଁକି, ଚଣ୍ଡାଳ ହେଇଥାଉ ନା କାହିଁକି, ତାକୁ ବଡ ବୋଲି କୁହାଯାଏ, ସେ ଉଚ୍ଚ ବୋଲି କୁହାଯାଏ। ଅଭକ୍ତ ହୀନ ଛାର, କିନ୍ତୁ ଯୋଉମାନେ ଯେତେ ଉଚ୍ଚ ବର୍ଣ୍ଣର ଆସିଥାଉ ନା କାହିଁକି ସେ ଯଦି ଭଜନ ନ କରେ ତାହେଲେ ସେ ଅଭକ୍ତ, ସେ ହୀନ ଆଉ ଛାର। ଏନିୱାନ ହୁ ଇଜ ଏ ଡିଭୋଟି ଇଜ ସିନଲେସ୍। ଯିଏ ଭକ୍ତ ସେ ପାପରୁ ମୁକ୍ତ। One who is not a devotee, however, is the most fallen and condemned. It is recommended, therefore, that a chaste wife not associate with a fallen husband. ସୁନ୍ଦର ଭାବରେ ପ୍ରଭୁପାଦ ମହାରାଜ କହିଛନ୍ତି, କହିଲେ ଯଦି ସ୍ୱାମୀଟି ପତିତ ହେଇଯାଇଛି ବା ସ୍ୱାମୀଟି ଯଦି ଅଭକ୍ତ ହେଇଯାଇଛି ତାହେଲେ ଗୋଟେ ସତୀ ସ୍ତ୍ରୀର କର୍ତ୍ତବ୍ୟ ହେଉଛି ତା ସହିତ ସମ୍ପର୍କ ରଖିବା ଉଚିତ ନୁହେଁ। ତା ମାନେ ଯେ ତାଠୁ ଛାଡିକି ପଳେଇବ ଆଉ ଗୋଟେ ପୁରୁଷ ସମ୍ପର୍କ ରଖିବ ବା ଆଉ ଗୋଟେ ପୁରୁଷକୁ ଗ୍ରହଣ କରିବ ସ୍ୱାମୀ ହିସାବରେ, ନା, ସେ କଥା ପ୍ରଭୁପାଦ କହିନାହାନ୍ତି। ସୁନ୍ଦର ଭାବରେ ଚାଣକ୍ୟ ପଣ୍ଡିତ ମଧ୍ୟ କହିଛନ୍ତି, ସ୍ୱାମୀନାଂ ଦଣ୍ଡ ପୃଥକ ଶଯ୍ୟା। ସ୍ୱାମୀକି ଯଦି ଦଣ୍ଡ ଦେବା ପାଇଁ ଚାହିଁବ ପୃଥକ ଶଯ୍ୟା, ଅଲଗା ବିଛଣା, ସ୍ୱାମୀର ଅଲଗା ବିଛଣା, ସ୍ତ୍ରୀର ଅଲଗା ବିଛଣା, ସ୍ୱାମୀର ଘର ଅଲଗା, ସ୍ତ୍ରୀର ଘର, ଗୋଟିଏ ଘରେ ରହିବେ କିନ୍ତୁ ସ୍ୱାମୀର ସ୍ତ୍ରୀ ସହିତ ସମ୍ପର୍କ ରହିବ। ଘର ସ୍ତ୍ରୀ ଛାଡିବନି, ଘର ସ୍ତ୍ରୀ ଘର ଛାଡିକି ଆଉ ଅନ୍ୟ କୌଣସି ପୁରୁଷ ପାଖରେ ରହିବନି, ନା, ସ୍ୱାମୀ ସହିତ ରହିବ କିନ୍ତୁ ନୋ ଆସୋସିଏସନ, ସମ୍ପର୍କ ନାହିଁ। It is recommended that there a chaste wife is not associated with a fallen husband. A fallen husband is one who is addicted to the four principles of sinful activity, namely illicit sex, meat eating, gambling, and intoxication. ଯେ ଯେ ଅଭକ୍ତ ଯେ ତାର ଏ ଚାରିଟା ଗୁଣ ରହିଥିବ, କଣ କଣ ନା ସେ ମଦ୍ୟପାନ କରୁଥିବ, ନିଶାସକ୍ତ ଥିବ, ଆଉ ନିଶାଦ୍ରବ୍ୟ ସେବନ କରୁଥିବ, ଅବୈଧ ସ୍ତ୍ରୀ ସଂଗ କରୁଥିବ, ଜୁଆ ଖେଳୁଥିବ, ଆଉ ମାଛ ମାଂସ ଇତ୍ୟାଦି ଖାଉଥିବ। ଏଇ ଚାରିଟା ଯୋଉ ପାପ କର୍ମ ଯିଏ କରୁଥିବ ସେ ହଉଛି ଅଭକ୍ତ। A fallen husband, if one is not soul surrendered to the supreme personality of Godhead, he is understood to be contaminated. ଯଦି ଭଗବାନଙ୍କ ପ୍ରତି ଯେ ଶରଣାଗତ ନୁହେଁ ତାହେଲେ ତାକୁ ଅଭକ୍ତ ବୋଲି ଗ୍ରହଣ କରାଯିବ। It is not that to thus a chaste woman advised not to agree to serve such husband. ତେଣୁ ଜଣେ ସତୀ ସ୍ତ୍ରୀର କର୍ତ୍ତବ୍ୟ ହେଉଛି ସେ ପ୍ରକାର ସ୍ୱାମୀଙ୍କର ସେବା କରିବା ଉଚିତ ନୁହେଁ, ସେ ପ୍ରକାର ସ୍ୱାମୀର ସଙ୍ଗ ମଧ୍ୟ କରିବା ଉଚିତ ନୁହେଁ ଯଦି କୌଣସି ସ୍ୱାମୀ ଯଦି ଅଭକ୍ତ ହେଇଥାନ୍ତି। Although the duties of a woman are different from the men, a chaste woman is not meant to serve a fallen husband. ଯଦିଓ ଗୋଟେ ସ୍ତ୍ରୀର ଗୁଣ ଗୋଟେ ପୁରୁଷର ଗୁଣ ଠାରୁ ପୃଥକ ହେଇପାରେ, ତଥାପି ମଧ୍ୟ କୁହାଯାଇଛି ଯଦି ଜଣେ ସତୀ ସ୍ତ୍ରୀ ଦେଖେ ଏମିତି ତାର ସ୍ୱାମୀଟି ଯଦି ଅଭକ୍ତ ହେଇଛି ତାହେଲେ ସେ ତାର ସଙ୍ଗ ତ୍ୟାଗ କରିବା ଉଚିତ। Giving of the association of her husband does not mean, however, that a woman should marry again and thus indulge in prostitution. ବଢିଆ କଥା ପ୍ରଭୁପାଦ କହିଛନ୍ତି। ଆସୋସିଏସନ ତ୍ୟାଗ କରିବା ଅର୍ଥ ନୁହେଁ ଯେ ସ୍ତ୍ରୀଟା ଅନ୍ୟତ୍ର ବିବାହ କରିବେ। ଗୋଟିଏ ସ୍ତ୍ରୀ ମଧ୍ୟ ତିନିଟି ଚାରିଟି ବିବାହ କରୁଛନ୍ତି ସବୁ, ନା, ସେଟା କରିବା ଉଚିତ ନୁହେଁ। ଗୋଟିଏ ପୁରୁଷକୁ ତମେ ବିବାହ କରୁଛ ସେଇ ପୁରୁଷ ସହିତ ରହିବ କିନ୍ତୁ ତାର ସଙ୍ଗ ତ୍ୟାଗ କରିବ, ତା ସଙ୍ଗ କରିବ ନାହିଁ, ସେଇ ଘରେ ରହିବ କିନ୍ତୁ ସଙ୍ଗ କରିବନି, ଆଉ ଅନ୍ୟତ୍ର ବିବାହ କରିବ ନାହିଁ କିମ୍ବା ଅନ୍ୟ ପୁରୁଷ ସହିତ ସମ୍ପର୍କ ମଧ୍ୟ ରଖିବ ନାହିଁ। If a chaste woman unfortunately marries a husband who is fallen, she should live separately from him. ଯଦି ଗୋଟେ ସତୀ ସ୍ତ୍ରୀ ଗୋଟେ ପତିତ ପୁରୁଷକୁ ବିବାହ କରିଛି ବା ଅଭକ୍ତ ପୁରୁଷ କୌଣସି ପ୍ରକାର ବିବାହ ହେଇଯାଇଛି ତାହେଲେ ତାଠାରୁ ପୃଥକ ରହିବ। ତା ମାନେ ନୁହେଁ ଯେ ସେ ତାକୁ ଛାଡିକି ପଳେଇବ, ନା, ପୃଥକ ରହିବ, ଅଲଗା ରହିବ। Similarly, a husband can separate himself from a woman who is not a chaste. ସେଇଭଳି ପୁରୁଷଙ୍କ କଥା ମଧ୍ୟ କୁହାଯାଇଛି। ଯଦି ପୁରୁଷ ଜଣେ ଭକ୍ତ ହେଇଛନ୍ତି, ସ୍ୱାମୀଟି ନା ସ୍ତ୍ରୀଟି ଯଦି ଅଭକ୍ତ ହେଇଥାଏ ତାହେଲେ ସେ ମଧ୍ୟ ପୁରୁଷଟି ସେ ସ୍ତ୍ରୀ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ। ଯଦି ସ୍ତ୍ରୀଟି ମଧ୍ୟ ଅଭକ୍ତ ହେଇଥାଏ, ପୁରୁଷଟି ଯଦି ଭକ୍ତ ହେଇଥାଏ ତାହେଲେ ସେ ପୁରୁଷ ସେ ସ୍ତ୍ରୀ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ। A Vaishnava that a woman should be chaste wife with all the symptoms described in this regard. ତେଣୁ ଗୋଟେ ସତୀ ସ୍ତ୍ରୀର ଲକ୍ଷଣ ବିଷୟରେ ଏଇ ଶ୍ଳୋକରେ ବିଶେଷ କରି ବର୍ଣ୍ଣନା ହେଇଛି କରାଯାଇଛି। Then both of them will be happy
and much spiritual progress in Krishna consciousness. যদি স্বামী স্ত্রী উভয় ଏକ ମନୋବୃତ୍ତି ବିଶିଷ୍ଟ ହେବେ, ଅର୍ଥାତ୍ ସ୍ୱାମୀ ଏବଂ ସ୍ତ୍ରୀର ଯଦି ମନ ମିଳିଥିଲା, ଉଭୟ ଯଦି ଭକ୍ତ ହେବେ, ତାହେଲେ ପରିବାରରେ ଶାନ୍ତି ରହିବ ଏବଂ ଶୃଙ୍ଖଳା ମଧ୍ୟ ରହିବ। এই କଥା ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ ପ୍ରକାଶ କରିଛନ୍ତି। ଗୋଟିଏ ସତୀ ସ୍ତ୍ରୀର ଦେଖନ୍ତୁ, ସେ ସ୍ତ୍ରୀ ସ୍ୱାମୀଟି ଚାଲିଗଲା ପରେ କି ପ୍ରକାର ବର୍ତ୍ତମାନ ତାଙ୍କର ଅବସ୍ଥା ସେ ହେଇଛି। ଆମେ ହିରଣ୍ୟକଶିପୁର କଥା କହୁଥିଲେ, ହିରଣ୍ୟକଶିପୁ ଗୋଟେ ଗପ କହୁଥିଲେ। ହିରଣ୍ୟାକ୍ଷର ପତ୍ନୀ ଏବଂ ତାଙ୍କର ପୁତ୍ର କନ୍ୟା ମାନଙ୍କୁ ହିରଣ୍ୟାକ୍ଷ ମରିଗଲା ପରେ ସେମାନେ କାନ୍ଦୁଛନ୍ତି, ବହୁ ଭୟଙ୍କର ଭାବରେ କାନ୍ଦୁଛନ୍ତି। ସ୍ୱାମୀ ଚାଲିଗଲା ପରେ ତାଙ୍କୁ ଆଶ୍ୱାସନା ଦଉଛନ୍ତି ଗୋଟେ ଗପ କହିକି, ସୁଯଜ୍ଞ ରାଜାଙ୍କର କଥା କହିକି। ଜଣେ ସୁଯଜ୍ଞ ରାଜା ଜଣେ ଥିଲେ। ସେ ରାଜାଟି ଯେତେବେଳେ ଶତ୍ରୁଙ୍କ ରାଜା ସହିତ ଯୁଦ୍ଧ କରୁଛନ୍ତି, ଶତ୍ରୁ ରାଜ୍ୟର ରାଜାଙ୍କ ସହିତ ଯୁଦ୍ଧ କରୁଛନ୍ତି, ସେତେବେଳେ ସେ ଯୁଦ୍ଧ କ୍ଷେତ୍ରରେ ପ୍ରାଣତ୍ୟାଗ କଲେ। ପ୍ରାଣତ୍ୟାଗ କଲା ପରେ ଯେତେବେଳେ ତାଙ୍କର ପତ୍ନୀ ମାନେ ଶୁଣିଲେ, ଗୋଟିଏ ପତ୍ନୀ ତ ନୁହନ୍ତି, ତାଙ୍କର ବହୁତ ପତ୍ନୀ, ସେମାନେ ଯେତେବେଳେ ଶୁଣିଲେ, ସେମାନେ ଯୁଦ୍ଧ କ୍ଷେତ୍ରକୁ ଚାଲି ଆସିଲେ। ଚାଲି ଆସିକି ତାଙ୍କ ସ୍ୱାମୀଙ୍କୁ ଧରିକି ବିଳାପ କରିବାକୁ ଲାଗେ। ଆମ ସ୍ୱାମୀ ଚାଲିଗଲା ପରେ ଆମେ କଣ କରିବୁ? ଆମ ସ୍ୱାମୀ ହଉଛି ସବୁ କିଛି, ତେଣୁ ସ୍ୱାମୀକି ଛାଡ଼ିଲା ପରେ ଆମେ କଣ କରିବୁ? ସ୍ୱାମୀକୁ ତ୍ୟାଗ କଲା ପରେ ବା ସ୍ୱାମୀ ଯେତେବେଳେ ଶରୀର ତ୍ୟାଗ କରି ଚାଲିଗଲା, ଆମେ କାହାର ସେବା କରିବୁ? ତେଣୁ କିଭଳି ଭାବରେ ଆମେ ସ୍ୱାମୀଙ୍କ ବ୍ୟତୀତ ଜୀବନ ଧାରଣ କରି ରହିବୁ, ଏହା କହିକି ସମସ୍ତେ ସ୍ୱାମୀଙ୍କୁ ଧରି କାନ୍ଦିବାକୁ ଲାଗେ। ଯମରାଜ ଆସିକି ମଧ୍ୟ ତାଙ୍କୁ ନେଇ ପାରୁନାହାନ୍ତି, ତାଙ୍କର ସ୍ୱାମୀକୁ ନେଇ ପାରୁନାହାନ୍ତି। ତେଣୁ ଯମରାଜ ଗୋଟିଏ ବାଳକ ବେଶରେ ଆସିକି ତାଙ୍କୁ ବୁଝେଇଲେ ଯେ ସବୁଦିନ କେବେ ରହିବ ନାହିଁ। ତୁମେ ଯୋଉ ସ୍ୱାମୀଙ୍କର ସେବା କରୁଥିଲ, ଯୋଉ ସ୍ୱାମୀଙ୍କୁ ଭଲ ପାଉଥିଲ, ସେଇ ସ୍ୱାମୀ ତ ବର୍ତ୍ତମାନ ଅଛନ୍ତି, ତୁମେ କାନ୍ଦୁଛ କାହିଁକି? ଯୋଉଟା ନାହିଁ ବା ଯୋଉ ଜିନିଷଟା ନାହିଁ ସେଟାକୁ ଏବେ ଦେଖିଛ ତୁମେ? ଯୋଉ ଜିନିଷ ତାଙ୍କ ଶରୀରରୁ ଛାଡିକି ଚାଲିଗଲା, ସେଟାକୁ ତ ଦେଖିନ ତୁମେ, ତା ସହିତ ତମର ସମ୍ପର୍କ ନାହିଁ, ତାହାର ଦୁଃଖ କରିବା କଣ ଅଛି? ତୁମେ ଯୋଉ ଦୁଃଖ କରୁଛ ଯାହା ପାଇଁ, ସେ ତ ରହିଛି ଏଠି। ବୁଝେଇଥିଲେ ଯମରାଜ ଏବଂ ତାପରେ ସେ ବୁଝିଗଲେ। ତେଣୁ ସେଥିପାଇଁ ଏଇ କଥା କୁହାଯାଇଛି ଯେ ପ୍ରକୃତ ପକ୍ଷେ ଜଣେ ସ୍ତ୍ରୀ ସ୍ୱାମୀ ବ୍ୟତୀତ ପରିବାରରେ ରହିବା ଅସମ୍ଭବ। କିନ୍ତୁ ଭଗବାନ ଚୈତନ୍ୟ ମହାପ୍ରଭୁ ମଧ୍ୟ ଶିକ୍ଷା ଦେଇଛନ୍ତି, ଭଗବାନ କୃଷ୍ଣ ମଧ୍ୟ ଶିକ୍ଷା ଦେଇଛନ୍ତି, ସ୍ୱାମୀ ଯଦି ଚାଲିଯାଏ ତାହେଲେ ଆମେ ଭଗବାନଙ୍କୁ ସ୍ୱାମୀ ରୂପରେ ଗ୍ରହଣ କରିବା ଉଚିତ। ଜଗତର ନାଥ ଜଗନ୍ନାଥ, ଗୋପୀନାଥ, ଗୋପୀମାନଙ୍କର ନାଥ, ଏ ସମଗ୍ର ବ୍ରହ୍ମାଣ୍ଡର ସେ ହଉଛି ନାଥ। ତେଣୁ ଆମ ସ୍ୱାମୀ ଚାଲିଗଲେ ସେ ହଉଛନ୍ତି ଆମର ସ୍ୱାମୀ, ତାଙ୍କୁ ସ୍ୱାମୀ ହିସାବରେ ଗ୍ରହଣ କରିବା ଉଚିତ। ପୁତ୍ର ଚାଲିଗଲେ ସେ ହଉଛନ୍ତି ଆମର ପୁତ୍ର, ପିତା ଚାଲିଗଲେ ସେ ହଉଛନ୍ତି ଆମର ପିତା। ତୁମେବ ପିତା ଚ ମାତା ଚମେବ, ତୁମେବ ବନ୍ଧୁଶ୍ଚ ସଖା ତୁମେବ, ତୁମେବ ବିଦ୍ୟାଂ ଦ୍ରବିଣଂ ଚମେବ, ତୁମେବ ସର୍ବଂ ମମ ଦେବ ଦେବ। ସେ ହଉଛନ୍ତି ଆମର ସବୁ କିଛି। ତେଣୁ ସିଏ ଯେତେବେଳେ ଅଛନ୍ତି ଆମ ପାଖରେ, ଆମେ କାହାକୁ ଆଉ ଭୟ କରିବା? ଯେମିତି ଶ୍ରୀବାସ ପଣ୍ଡିତଙ୍କୁ ତାଙ୍କ ପୁତ୍ର ଚାଲିଗଲା ପରେ ତାଙ୍କ ସ୍ତ୍ରୀକୁ ଚୈତନ୍ୟ ମହାପ୍ରଭୁ କହିଲେ, ତୁମେ ସିନା ଗୋଟିଏ ପୁତ୍ର ହରାଇଲ, ଆଜି ତୁମର ଦୁଇଟି ପୁତ୍ର ପାଇଗଲ, ଗୌର ଏବଂ ନିତାୟ। ଗୌରାଙ୍ଗ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କୁ ଯିଏ ପୁଅ ରୂପରେ ପାଇଲା, ତାର କଣ ଦୁଃଖ କରିବାର ଅଛି? ନିତ୍ୟାନନ୍ଦ ପ୍ରଭୁ ତାଙ୍କ ପୁତ୍ର ରୂପରେ ରହିଲେ। ତେଣୁ ଆମର ଏଇ ଚିନ୍ତାଧାରା ନଥିବା ତ ଆମେ ଦୁଃଖ ପାଉଛେ। ସ୍ତ୍ରୀ ଚାଲିଗଲା, ସ୍ୱାମୀ ଚାଲିଗଲେ ଆମେ କଷ୍ଟ ପାଉଛୁ, ଦୁଃଖ ପାଉଛୁ। କିନ୍ତୁ ଯଦି ଆମେ ଭଗବାନଙ୍କୁ ପତି ରୂପରେ ଗ୍ରହଣ କରିବା, ଭଗବାନଙ୍କୁ ପିତା ରୂପରେ ଗ୍ରହଣ କରିବା, ଭଗବାନଙ୍କୁ ବନ୍ଧୁ ରୂପରେ ଗ୍ରହଣ କରିବା, ତାହେଲେ ଦୁଃଖ କରିବାର କୌଣସି କାରଣ ନାହିଁ। ଏ ହଉଛି କହିବା କଥା। ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି, श्रील प्रभुपाद महाराज की, श्रील गुरुदेव की, समवेत गौर भक्त वृंद की, अनंत कोटि वैष्णव वृंद की, निताई गौर प्रेमानंदे। श्रील प्रभुपाद।